କୁକୁର କାମୁଡ଼ାରେ ଆକ୍ରାନ୍ତ ବ୍ୟକ୍ତି କୁକୁର ପରି ଫୁକୁଛି। ଶୁଣିବାକୁ ମିଛ ଲାଗୁଥିଲେ ବି ଘଟଣାଟି ନିରାଟ ସତ୍ୟ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୁନିଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସର ମଧ୍ୟରେ। ସୂଚନା ଅନୁଯାୟୀ ଚନ୍ଦ୍ରପୁର ବ୍ଲକ ପିସ୍କାପଙ୍ଗା ପଞ୍ଚାୟତ ଅନ୍ତର୍ଗତ ରତନଗୁଡ଼ା ଗାଁର ଆଦିବାସୀ ଯୁବକ ହରିପୁର ବ୍ରେଡେକା 28 ବର୍ଷ ନିଜ ଗାଁରେ ଏକ ବିବାହ ଭୋଜିକୁ ଯିବା ସମୟରେ ଗୋଟିଏ ବୁଲା କୁକୁର ତାର ଗୋଡ଼କୁ କାମୁଡ଼ି ଦେଇଥିଲା। ହରିକୁ ଯନ୍ତ୍ରଣା ହେବାରୁ ପରିବାର ଲୋକେ ତାକୁ ତୁରନ୍ତ ମୁନିଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଇଞ୍ଜେକ୍ସନ ଲଗାଇଥିଲେ। ଆଜିକୁ 6 ଦିନ ବିତିଗଲା ପରେ ଆଜି ଘରେ ସେ କୁକୁର ଭଳି ଭୁକିବା ସହ ଜିଭ ବାହାର କରି କୁକୁର ଭଳି ପାଣି ପିଇବା ଏଭଳି ଆଚରଣ ଦେଖି ଘର ଲୋକେ ତାକୁ ଆଜି ମୁନିଗୁଡ଼ା ସ୍ୱାସ୍ଥ୍ୟ କେନ୍ଦ୍ର ନେଇ ଆସିଥିଲେ। ଏଠାରେ ଡାକ୍ତର ହରିକୁ ପରୀକ୍ଷା କରିବା ପରେ ତାକୁ ତୁରନ୍ତ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସା କେନ୍ଦ୍ରକୁ ପଠାଇବାର ବ୍ୟବସ୍ଥା କରିଥିଲେ। କିନ୍ତୁ ଆକ୍ରାନ୍ତ ହରିର ପରିବାର ଆମ୍ବୁଲାନ୍ସରେ ରାୟଗଡ଼ା ଯିବାକୁ ଅମଙ୍ଗ ହେବା ପରିବର୍ତ୍ତେ ଦେଶୀୟ ଚିକିତ୍ସା ଗୁଣି ଗାରେଡ଼ି ଉପରେ ନିର୍ଭର କରୁଥିବା ଦେଖିବାକୁ ମିଳିଥିଲା। ଏସବୁକୁ ଦେଖି ସ୍ଥାନୀୟ ଲୋକେ ତାର ସମ୍ପର୍କୀୟମାନେ ତାକୁ ରାୟଗଡ଼ା ହସ୍ପିଟାଲ ଯିବା ପାଇଁ ପରାମର୍ଶ ଦେଇଥିଲେ। ତମ ନାଁ କ'ଣ? ବେଦା କୋ ଗାଁ? ରତ୍ନଗୁଡ଼ା କ'ଣ ହେଇଛି ବାବୁ ନା କ'ଣ? ଏରପୁର ହଁ କ'ଣ କ'ଣ ହେଇଛି? ବାୟାକ କରୁଛ ବିଛି କେବେ ଏଇଟା କେତେବେଳେ କଲେ କ'ଣ କଲ ତମ ତାପରେ 7 ଦିନ ହେଲାନି ଆଜ୍ଞା। ତାପରେ ମେଡିକାଲକୁ ଆଣିଥିଲି ଯେ ରାୟଗଡ଼ା ନେଇଯାବ କହୁଛି। ହଁ ହଁ ତମ କ'ଣ ନେଇଯାଉଛ? ନାଇଁ ଘରକୁ ନେଇ ପଚାରି ମୋର ପଇସା ପତ୍ର ନାହିଁ ତ। ତମର ବିଜୁ କଲ୍ୟାଣ ଯୋଜନା ଅଛି ପରା? ଅଛି ଆଜ୍ଞା ସେଟା। ଆଚ୍ଛା ସେ ଯୋଉ କୁକୁର କାମୁଡ଼ିଲା ପରେ ସେ କେମିତି ଆଚରଣ ଦେଖାଉଛି? କୁକୁର ବୋଲେ ତ ଭୋଗ ହଉଛି କୁକୁର କେମିତି ହଉଛି ଚେକେ 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 ହେଲେ ବୋଲେ ହେଉଛି। ହେଲେ ତମ ଟ୍ରିଟମେଣ୍ଟ କରିବନି ଏଠି? ନାଇଁ ଆଜ୍ଞା ଘରେ ଧରି ପଳେଇବ। ଘର